କରୋନାରେ ପୀଡ଼ିତ ହୋଇ ପ୍ରଥମେ ସେ କଟକରେ ଚିକିତ୍ସିତ ହେଉଥିଲେ। ପରବର୍ତ୍ତୀ ସମୟରେ ତାଙ୍କର ଇକ୍ମୋ ଚିକିତ୍ସାର ଆବଶ୍ୟକ ପଡ଼ିଥିଲା। ଧାର କରଜ କରି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ଏପରିକି ପତ୍ନୀ ମଧ୍ୟ ଅନ୍ୟମାନଙ୍କୁ ଗୁହାରି କରିଥିଲେ ଏବଂ ସ୍ୱାମୀଙ୍କ ପାଇଁ ସଂଗ୍ରହ କରିଥିଲେ ଟଙ୍କା। ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ଦିବ୍ୟରଞ୍ଜନଙ୍କର ମୃତ୍ୟୁ ହୋଇଛି। 3 ମାସର ପୁଅ ଏବଂ ପତ୍ନୀକୁ ଛାଡ଼ି ସବୁଦିନ ପାଇଁ ଆରପାରିକୁ ଚାଲିଗଲେ ଦିବ୍ୟ। ଦିବ୍ୟ ବର୍ଷେ ତଳେ ବିବାହ କରିଥିଲେ। ଘରେ 3 ମାସର କୁନି ପୁଅ ଆଉ ପତ୍ନୀ। ଏବେ କାହା ସାହାରାରେ ବଞ୍ଚିବେ? ଦିବ୍ୟରଞ୍ଜନଙ୍କ ଇକ୍ମୋ ଚିକିତ୍ସା ପାଇଁ ସହାୟତା ଭିକ୍ଷା କରିଥିଲେ ଦିବ୍ୟଙ୍କ ପତ୍ନୀ ପ୍ରତିଭା। ଆଜି କିନ୍ତୁ ତାଙ୍କ ସବୁ ପରିଶ୍ରମ ତୁଚ୍ଛ ହୋଇଗଲା। ଭୁବନେଶ୍ୱର ସତ୍ୟନଗର ମଶାଣିରେ ଦିବ୍ୟଙ୍କ ଶେଷକୃତ୍ୟ କରାଯାଇଥିବା ବେଳେ ତାଙ୍କର ସାନ ଭାଇ ଦିନେଶ ରଞ୍ଜନ ବେହେରା